ହ୍ୟୁମାନ ସାଗରଙ୍କ ବିୟୋଗ ସଂଗୀତ ଦୁନିଆରେ ଅପୂର୍ଣ୍ଣ କ୍ଷତି। ଓଡ଼ିଶା ସଂଗୀତ ଜଗତ ଆଜି ଗଭୀର ଶୋକରେ ଡୁବୁଛି। ଶତାଧିକ ହୃଦୟକୁ ସ୍ପର୍ଶ କରିଥିବା ସ୍ୱର, ଆନ୍ଦୋଳିତ କରିଥିବା ଉଚ୍ଚାରଣ, ନେଟ୍ ଭଳି ଆକର୍ଷିତ କରିଥିବା ସ୍ୱର, ସେହି ହ୍ୟୁମାନ ସାଗର ଆଜି ଆମ ମଧ୍ୟରେ ନାହାନ୍ତି। ତାଙ୍କ ବିୟୋଗରେ ଖବର ମାତ୍ର ପ୍ରସାରିତ ହେବା ସହିତ ଓଡ଼ିଶା ସଂଗୀତ ଜଗତରେ ଯେଉଁ ଖାଲିକୁ ସୃଷ୍ଟି କରିଛି, ସେଥିରେ କୌଣସି ଶବ୍ଦ ଯୋଗ କରିବାର ସାମର୍ଥ୍ୟ ନାହିଁ। ହ୍ୟୁମାନ ସାଗର କେବଳ ଗାୟକ ନୁହେଁ, ସେ ଗୋଟେ ଭାବ, ଗୋଟେ ଅନୁଭୂତି, ଗୋଟେ ଯୁଗର ସତ। ତାଙ୍କ ଗୀତ ମାନେ ଦୁଃଖରେ ସାନ୍ତ୍ୱନା, ଆନନ୍ଦରେ ଉତ୍ସବ ଓ ଏକାକିତ୍ୱରେ ସାଙ୍ଗ ସୃଷ୍ଟି କରୁଥିଲା। ସହଜ, ସାହସର୍ଯ୍ୟପୂର୍ଣ୍ଣ ଓ ନିଷ୍କପଟ ତାଙ୍କ ସ୍ୱର ଓଡ଼ିଶାର ପ୍ରତ୍ୟେକ ଘରକୁ ପହଞ୍ଚିଥିଲା। ଆଜି ସେହି ସ୍ୱର ନୀରବ, କିନ୍ତୁ ସମୟ କେବଳ ଦେହକୁ ନେଉଛି, ସ୍ୱରକୁ ନୁହେଁ। ତାଙ୍କ ଅନେକ ସୃଷ୍ଟି, ଅନେକ ହୃଦୟକୁ ଛୁଆଁ ଗୀତ ଏବଂ ସଙ୍ଗୀତ ପ୍ରତି ତାଙ୍କ ଅମିତ ଭଲ ପାଇବା ଅମର ରହିବ। ଓଡ଼ିଶା ଆଜି ଗୋଟେ ପ୍ରତିଭାକୁ ହରାଇଛି, ସଙ୍ଗୀତ ଦୁନିଆ ଆଜି ଗୋଟେ ଶବ୍ଦକୁ ହରାଇଛି, କିନ୍ତୁ ହୃଦୟ ଆଜି ଗୋଟିଏ ଅନୁଭବକୁ ହରାଇଛି, ଯାହାକୁ କେବେ ମଧ୍ୟ ପୁଣି ଫେରାଇ ଅଣାଯାଇ ପାରିବ ନାହିଁ। ହ୍ୟୁମାନ ସାଗରଙ୍କ ପରିବାର, ସମସ୍ତ ପ୍ରେମୀମାନଙ୍କୁ ଆମର ଗଭୀର ସମବେଦନା। ତାଙ୍କ ଆତ୍ମା ଶାନ୍ତିରେ ରହୁ। ସେ ନାହାନ୍ତି, କିନ୍ତୁ ସେ ଗାଇ ଯାଇଛନ୍ତି ଏବଂ ସେହି ସ୍ୱର ସଦା ପର୍ଯ୍ୟନ୍ତ ଆମ ସହ ରହିବ। लेटेस्ट न्यूज अपडेट पाई www.nowodisha.com को लॉगिन करंतु।